ଗୁରୁତର ମାଇ ହାତୀର ମୃତ୍ୟୁ। ଜଙ୍ଗଲ ମଧ୍ୟରେ ଗୁରୁତର ଭାବରେ କିଛି ଦିନ ଧରି ଆହତ ଅବସ୍ଥାରେ ଥିବା ଏକ ମାଇ ହାତୀର ମୃତ୍ୟୁ ହୋଇଥିବାର ଆଜି ଖବର ମିଳିଛି। ଘଟଣାରୁ ଜଣାଯାଏ ଯେ ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ଅଧୀନ ଷଡ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲତାଦେଇପୁର କାଜୁ ଜଙ୍ଗଲ ମଧ୍ୟରେ ଆଜି ମାଇ ହାତୀଟି ମରିଥିବାର ଜଣାଯାଏ। ଅନେକ ସମୟରେ ଶିକାରୀମାନେ ବେଆଇନ ଭାବରେ ଏକ ଅଭିନବ ଭାବରେ ଜଙ୍ଗଲ ମଧ୍ୟରେ ବମ୍ ମାଧ୍ୟମରେ ଜଙ୍ଗଲୀ ଜନ୍ତୁ ଶିକାର କରୁଛନ୍ତି। ଉକ୍ତ କାଜୁ ଜଙ୍ଗଲ ମଧ୍ୟରେ ଶିକାରୀ ଦ୍ୱାରା ରଖାଯାଇଥିବା ବମ୍ ଖାଇ ଉକ୍ତ ମାଇ ହାତୀଟି କିଛି ଦିନ ହେଲା ଗୁରୁତର ଆହତ ଥିଲା। ତାର ପାଟିରେ ଗୁରୁତର କ୍ଷତି ସୃଷ୍ଟି ହୋଇଥିବାରୁ କୌଣସି ପ୍ରକାର ଖାଦ୍ୟ ଖାଇପାରୁନଥିଲା। ଆଜି ତାର ମୃତ୍ୟୁରୁ ସ୍ପଷ୍ଟ ଭାବରେ ଜଣାଯାଏ ବନ ବିଭାଗ ପକ୍ଷରୁ ସଠିକ୍ ଭାବରେ ଚିକିତ୍ସା ନ କରିବା ଫଳରେ ଆହତପ୍ରାପ୍ତ ପାଟିରେ ପୋକ ହୋଇଯାଇଥିବାରୁ ତାର ମୃତ୍ୟୁ ଘଟିଛି। ଉକ୍ତ ହାତୀଟି ଆହତ ଥିବା କିପରି ବନ ବିଭାଗ ଜାଣିପାରିଲା ନାହିଁ। ବିଶେଷ କରି ଉକ୍ତ ବିଭାଗ ପକ୍ଷରୁ ଗଜରାଜ ସୁରକ୍ଷା ନିମନ୍ତେ ହାତୀ ସ୍କ୍ୱାଡ୍ ଗଠନ ହୋଇଛି। ଏତେ ସବୁ ଥାଇ ବନ ବିଭାଗ କିପରି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛି। ଅପରପକ୍ଷରେ ହାତୀର ମୃତ୍ୟୁ ବନ ବିଭାଗର ବନ୍ୟପ୍ରାଣୀ ସୁରକ୍ଷା ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଯେପରି ଉକ୍ତ ମୃତ ହାତୀର ଖବର ପ୍ରକାଶ ନ ଘଟେ ସେଥିପାଇଁ ବନ ବିଭାଗ ପ୍ରୟାସ କରିଥିଲା। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।